ଆଜିର ରାଶିଫଳ 30 ଡିସେମ୍ବର ମଙ୍ଗଳବାର। ଶୁଭ ସକାଳ ଫ୍ରେଣ୍ଡସ୍। ଆଜିର ସୂର୍ଯ୍ୟୋଦୟ ସମୟ 6ଟା 20, ସୂର୍ଯ୍ୟାସ୍ତ ସମୟ 5ଟା 17। ଚାଲନ୍ତୁ ଜାଣିବା ଆଜିର ପଞ୍ଚାଙ୍ଗ ବିଷୟରେ। ଚନ୍ଦ୍ର ମେଷ, ଅହରାତ୍ର, ନକ୍ଷତ୍ର ଦ୍ୱିଜା, ରାତ୍ରି 3ଟା 57 ଗତେ କୃତ୍ତିକା, ତିଥି ଦଶମୀ, ପ୍ରାତଃ 7ଟା 51 ଗତେ ଏକାଦଶୀ, ନିଶାନ୍ତ 5ଟା ଗତେ ଦ୍ୱାଦଶୀ, ଯୋଗ ସିଦ୍ଧି ରାତ୍ରି 1:01 ଗତେ ସାଧ୍ୟ। ଚାଲନ୍ତୁ ଜାଣିବା ଆଜିର ଶୁଭ ସମୟ 6ଟା 24 ରୁ 7ଟା 7, 9ଟା 6 ରୁ 11ଟା 27, 5ଟା 13 ରୁ 6ଟା 52, 8ଟା 31 ରୁ 8ଟା 44। ଏହି ସମୟରେ ଯେକୌଣସି କାମ କଲେ ବହୁତ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଆଜିର ରାହୁ କାଳ 2ଟା 31 ରୁ 3ଟା 52, କାଳ ବେଳା 1:10 ରୁ 2ଟା 31, ବାର ବେଳା 7ଟା 45 ରୁ 9ଟା 6। ଏହି ସମୟରେ କୌଣସି ବି ଶୁଭ କାମ କରନ୍ତୁ ନାହିଁ। ଆଜି ଶିମ୍ବ ଏବଂ ଆମିଷ ଖାଇବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ। ଚାଲନ୍ତୁ 12ଗୋଟି ରାଶିର ନାମ ଜାଣିବା ଏବଂ କେମିତି ରହିଛି ଆପଣଙ୍କ ଦିନ ସେ ବିଷୟରେ ଜାଣିବା ପୂର୍ବରୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ କରିବେ, ପାଖରେ ଥିବା ବେଲ୍ ଆଇକନ୍ ଦେବେ, ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ପ୍ରଥମରେ ଦେଖିବା ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ସୁଯୋଗ ମିଳିବ। ଛୋଟ ଯାତ୍ରା ଆୟୋଜନ ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ସ୍ନେହୀଜନ ମାନଙ୍କ ଠାରୁ ଶୁଭ ସମାଚାର ମିଳିପାରେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ହ୍ୱାଇଟ୍ କଲର। ଆପଣ ଆଜି କିଛି ବାସ୍ନା ଦ୍ରବ୍ୟ ନିଜେ ବ୍ୟବହାର କରନ୍ତୁ ଏବଂ ଭଗବାନଙ୍କୁ ଅର୍ପଣ କରନ୍ତୁ ଏବଂ ଦାନ ମଧ୍ୟ କରନ୍ତୁ। ସେଇଭଳି ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣଙ୍କ ଅଧୁରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟର ସଫଳତା ଏବଂ ଯଶ ପ୍ରାପ୍ତି ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ କରିବ। ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭ ହେବ। ଅଫିସରେ ମନୋମାଳିନ୍ୟ ହୋଇପାରେ, ତେଣୁ ସାବଧାନ ରହିବା ଆବଶ୍ୟକ ଅଟେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ଲାଇଟ୍ ୟେଲୋ କଲର। ଆପଣ ଆଜି ରାମ ରକ୍ଷା ସୂତ୍ର ଶୁଣନ୍ତୁ। ସେଇଭଳି ଦେଖିବା ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ଦିନର ଆରମ୍ଭ ଚିନ୍ତା ଏବଂ ଉଦ୍ବେଗ ସହିତ ହେବ। ସ୍ୱାସ୍ଥ୍ୟକୁ ନେଇ କରି ମଧ୍ୟ ଅସୁବିଧା ହୋଇପାରେ। ଆକସ୍ମିକ ଧନ ଖର୍ଚ୍ଚ ହୋଇପାରେ। ପ୍ରେମ ପ୍ରସଙ୍ଗରେ ମନୋମାଳିନ୍ୟ ହୋଇପାରେ। ଯାତ୍ରାରେ ଅସୁବିଧା ଆସିପାରେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ହଳଦିଆ ରଙ୍ଗ। ଆପଣ ଆଜି ରାମ ରକ୍ଷା ସୂତ୍ର ଶୁଣନ୍ତୁ ଏବଂ ହନୁମାନ ଚାଳିଶା ଶୁଣନ୍ତୁ। ସେଇଭଳି ଦେଖିବା କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ନକାରାତ୍ମକ ବିଚାର ହତାଶା ସୃଷ୍ଟି କରିବ। ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିବେ। ମାତା ପିତାଙ୍କ ସହିତ ମତଭେଦ ହୋଇପାରେ। ଜମି ବାସଗୃହ ତଥା ବାହନ ଆଦିର କାଗଜପତ୍ର ସାବଧାନ ରହିବେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ହ୍ୱାଇଟ୍ କଲର। ଆପଣ ଆଜି ଓಂ ନମ ଭଗବତେ ବାସୁଦେବାୟ ଜପ କରନ୍ତୁ। ସେଇଭଳି ଦେଖିବା ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ବିନା ଭାବି ବିଚାର କୌଣସି କାର୍ଯ୍ୟ କରନ୍ତୁ ନାହିଁ। କାର୍ଯ୍ୟରେ ସଫଳତା ସେତେବେଳେ ଆପଣଙ୍କୁ ମିଳିବ ଯେତେବେଳେ ପ୍ରତିଯୋଗୀ ମାନଙ୍କୁ ପରାସ୍ତ କରି ପାରିବେ। ଭାଇ ବନ୍ଧୁ ଏବଂ ପଡୋଶୀ ମାନଙ୍କ ସହିତ ଖୁବ୍ ଭଲ ସମ୍ବନ୍ଧ ରହିବ। ଆର୍ଥିକ ଲାଭ ମଧ୍ୟ ହେବ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ଲାଲ ରଙ୍ଗ। ଆପଣ ଆଜି ଗଣେଶ ଭଗବାନଙ୍କୁ ସିନ୍ଦୁର ମଥାରେ ଲଗାନ୍ତୁ। ସେଇଭଳି କନ୍ୟା ରାଶି ବ୍ୟକ୍ତି ମାନଙ୍କ ପାଇଁ ଆପଣଙ୍କ ଅନିୟନ୍ତ୍ରିତ ବାଣୀ କାହା ସହିତ ମନୋମାଳିନ୍ୟ କରାଇପାରେ। ଦ୍ୱନ୍ଦ୍ୱରେ ଫସିଥିବା ମନ ଆପଣଙ୍କୁ କୌଣସି ନେବାକୁ ଦେବ ନାହିଁ। ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେବା ପୂର୍ବରୁ ଭାବି ବିଚାର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖିବେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ହ୍ୱାଇଟ୍ କଲର। ଆପଣ ଆଜି ମହାମୃତ୍ୟୁଞ୍ଜୟ ଶୁଣନ୍ତୁ। ସେଇଭଳି ତୁଳା ରାଶି ବ୍ୟକ୍ତି ମାନଙ୍କ ପାଇଁ ମନରେ ଖୁସି ଏବଂ ପ୍ରଫୁଲ୍ଲିତ ରହିବ। କୁଟୁମ୍ବ ଏବଂ ପିତାମାତାଙ୍କ ସହିତ ଉତ୍ତମ ଭୋଜନ, ଯାତ୍ରା କିମ୍ବା ସାକ୍ଷାତର ସୁଯୋଗ ମିଳିବ। ଜୀବନ ସାଥୀଙ୍କ ସହିତ ଆତ୍ମୀୟତାର ସୁଯୋଗ ଆସିବ। ଆର୍ଥିକ ଲାଭ ହେବ। ଶୁଭ ସମାଚାର ପ୍ରାପ୍ତି ହେବ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ମେରୁନ୍ କଲର। ଆପଣ ଆଜି ଭଗବାନ ହନୁମାନଙ୍କ ସିନ୍ଦୁର ମଥାରେ ଲଗାନ୍ତୁ। ସେଇଭଳି ବିଛା ରାଶି ବ୍ୟକ୍ତି ମାନଙ୍କ ପାଇଁ ଆଜିର ଦିନ ଆପଣଙ୍କ ପାଇଁ ଟିକେ କଷ୍ଟଦାୟକ ହୋଇପାରେ। ସ୍ୱାସ୍ଥ୍ୟ ଖରାପ ହୋଇପାରେ। ପାରିବାରିକ ସଦସ୍ୟ ମାନଙ୍କ ସହିତ କଳହ କାରଣରୁ ମନ ଦୁଃଖୀ ହେବ। କୋର୍ଟ କଚେରୀ ମାମଲାରେ ସାବଧାନ ରହିବ। ଅଧିକ ଖର୍ଚ୍ଚ ହେବାରୁ ଆର୍ଥିକ ଅସୁବିଧା ଆସିପାରେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ଲାଇଟ୍ ୟେଲୋ କଲର। ଆପଣ ଆଜି ବଜ୍ରବାଣ ଶୁଣନ୍ତୁ। ସେଇଭଳି ଧନୁ ରାଶି ବ୍ୟକ୍ତି ମାନଙ୍କ ପାଇଁ ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ଆଜି ଦିନ ଲାଭକାରୀ ପ୍ରମାଣିତ ହେବ। ମିତ୍ର ତଥା ବନ୍ଧୁ ମାନଙ୍କ ସହିତ ବାହାରକୁ ଯାତ୍ରା କରିପାରନ୍ତି। ମାଙ୍ଗଳିକ ପ୍ରସଙ୍ଗରେ ଉପସ୍ଥିତ ହେବେ। ମହିଳା ମିତ୍ର ତଥା ପତ୍ନୀ ଏବଂ ପୁତ୍ର ଲାଭ ହେବ। ବୈବାହିକ ସମସ୍ୟାର ସମାଧାନ ହେବ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ଲାଲ ରଙ୍ଗ। ଆପଣ ଆଜି ଗାୟତ୍ରୀ ମନ୍ତ୍ର ଶୁଣନ୍ତୁ। ସେଇଭଳି ମକର ରାଶି ବ୍ୟକ୍ତି ମାନଙ୍କ ପାଇଁ
ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ନିର୍ବିଘ୍ନରେ ସମ୍ପୂର୍ଣ୍ଣ ହେବ, ଯେଉଁଥିରେ ଆପଣ ଖୁସି ରହିବେ। ଚାକିରି ବ୍ୟବସାୟ କ୍ଷେତ୍ରରେ ପରିସ୍ଥିତି ଅନୁକୂଳ ରହିବ ଏବଂ କାର୍ଯ୍ୟରେ ସଫଳତା ମିଳିବ। ଗୃହସ୍ଥ ଜୀବନରେ ଆନନ୍ଦ ରହିବ। ଧନ ପ୍ରାପ୍ତି ଏବଂ ପଦୋନ୍ନତିର ଯୋଗ ଅଛି। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ଲାଇଟ୍ ପିଙ୍କ କଲର। ଆପଣ ଆଜି ଗାଈଙ୍କୁ କିଛି ଖାଇବାକୁ ଦିଅନ୍ତୁ। ସେଇଭଳିଆ କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ମାନସିକ ଅସୁସ୍ଥତା ଆପଣଙ୍କୁ ଅସୁବିଧା କରିପାରେ। ସ୍ୱାସ୍ଥ୍ୟ ସମ୍ବନ୍ଧରେ ଅଭିଯୋଗ ରହିବ। ଚାକିରିରେ ଉଚ୍ଚ ଅଧିକାରୀ ମାନଙ୍କ ସହିତ ସାବଧାନ ପୂର୍ବକ କାର୍ଯ୍ୟ କରନ୍ତୁ। ସନ୍ତାନ ମାନଙ୍କ ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ। ପ୍ରତିଦ୍ୱନ୍ଦ୍ୱୀ ନିଜର ଚାଲରେ ସଫଳ ହେବ। ଆପଣ ମାନଙ୍କ ପାଇଁ ଶୁଭ ରଙ୍ଗ ଲାଇଟ୍ ରେଡ୍ କଲର। ଆପଣ ଆଜି ବିଷ୍ଣୁ ସହସ୍ରନାମ ଏବଂ ରାମ ରକ୍ଷା ଓ ସୂତ୍ର ଶୁଣନ୍ତୁ। ସେଇଭଳିକା ମୀନ ରାଶି ବ୍ୟକ୍ତି ମାନଙ୍କ ପାଇଁ ଆଧ୍ୟାତ୍ମିକତା ପ୍ରତି ଆକର୍ଷଣ ବଢିବ। ବାଣୀ ତଥା ବ୍ୟବହାର ଉପରେ ନିୟନ୍ତ୍ରଣ ରଖିଲେ ବହୁତ ଭ୍ରମ ଧାରଣାର ବଞ୍ଚିତ ହୋଇପାରିବ। ଅଚାନକ ଧନ ଲାଭ ହେବ। ଶତ୍ରୁ ମାନଙ୍କ ଠାରୁ ବଞ୍ଚି କରି ରୁହନ୍ତୁ। ମହିଳା ଏବଂ ପାଣିକୁ ସମ୍ଭାଳି କରି ରୁହନ୍ତୁ। ଆପଣ ମାନଙ୍କ ପାଇଁ ଶୁଭ ରଙ୍ଗ ହ୍ୱାଇଟ୍ କଲର। ଆପଣ ଆଜି ଓଂ ଭୂମାୟ ନମ 108 ଜପ କରନ୍ତୁ। ଦିନଟି ଭଲରେ କଟିବ। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ କରିବେ, ବେଲ୍ ଆଇକନ୍।